ବିଶ୍ୱାବସୁ ସୁଗ୍ରୀବ ଅଙ୍ଗଦ ଓ ହନୁମାନଙ୍କ ସହିତ ବାନର ସେନାମାନଙ୍କୁ ନେଇ ଲଙ୍କା ଯାତ୍ରା କରନ୍ତି। ଲଙ୍କାରେ ରାବଣକୁ ହତ୍ୟା କରି ସୀତାଙ୍କୁ ଉଦ୍ଧାର କରନ୍ତି। ଶେଷରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜସିଂହାସନ ଆରୋହଣ କରନ୍ତି। ଅଯୋଧ୍ୟାରେ ଆନନ୍ଦ ଉଲ୍ଲାସ ଲାଗି ରହେ। ସାରା ଅଯୋଧ୍ୟା ଦୀପମାଳା ଏବଂ ପୁଷ୍ପ ତୋରଣରେ ସଜ୍ଜିତ ହୁଏ। ରାଜା ରାମଚନ୍ଦ୍ର ଲଙ୍କା ବିଜୟ ଲାଗି ସହାୟତା କରିଥିବା ବାନରମାନଙ୍କୁ ପୁରସ୍କାର ପ୍ରଦାନ କରନ୍ତି। ପ୍ରଭୁ, ଅଭିଜ୍ଞାନ ସଭା ଆୟୋଜିତ ହେଲା। ସମସ୍ତେ ଆନନ୍ଦ ମନରେ ଆପଣଙ୍କ ହାତରୁ ଅଭିଜ୍ଞାନ ଗ୍ରହଣ କଲେ ଆଉ ନିଜକୁ କୃତାର୍ଥ ମନେ କଲେ। ସୁଗ୍ରୀବ, ଜାମ୍ବବାନ, ନଳ, ନୀଳ ସମସ୍ତେ ନିଜକୁ କୃତକୃତ୍ୟ ମନେ କଲେ। କିନ୍ତୁ ହନୁମାନ ନେଲେ ନାହିଁ। ହଁ, ନେଲେ ନାହିଁ ସତ, କିନ୍ତୁ ଅଭିଜ୍ଞାନ ହିସାବରେ ଯାହା ମାଗିନେଲେ ସବୁ ଅଭିଜ୍ଞାନ ଠାରୁ ତାହା ମୂଲ୍ୟବାନ ଥିଲା। ସେ କହିଲେ, କୌଣସି ପାର୍ଥିବ ପଦାର୍ଥ ମୋର ଲୋଡ଼ା ନାହିଁ ପ୍ରଭୁ। ଯଦି କିଛି ଦେବାକୁ ଚାହାନ୍ତି ତାହେଲେ ଆପଣଙ୍କୁ ସେବା କରିବାର ଅଧିକାର ମୋତେ ଦିଅନ୍ତୁ। ଏହା କ'ଣ ସବୁଠାରୁ ବେଶୀ ମୂଲ୍ୟବାନ ନୁହେଁ କି? ହନୁମାନ ସବୁବେଳେ ସେମିତି। କିଛି ପାଇବାର ଇଚ୍ଛା ନାହିଁ, କିଛି ସାଇତି ରଖିବାର ଲୋଭ ନାହିଁ। ସେ ସବୁବେଳେ ଗୋଟିଏ ପ୍ରାର୍ଥନା କରନ୍ତି, ମୋର ସେବା କରିବାର ପ୍ରାର୍ଥନା। କିନ୍ତୁ ଅଭିଜ୍ଞାନ ସଭାରେ ସବୁଠୁ ବିସ୍ମୟକର ଘଟଣା ହେଲା ଅଙ୍ଗଦଙ୍କର ଅନୁପସ୍ଥିତି। ମୁଁ ବି ବୁଝିପାରୁନି, ସଭାରେ ସମସ୍ତେ ଯେତେବେଳେ ଉପସ୍ଥିତ ଥିଲେ ସେ ଅନୁପସ୍ଥିତ ରହିଲେ କାହିଁକି? ଅଥଚ ସେ ଲଙ୍କାରୁ ଆମ ସହିତ ଆସିଛନ୍ତି। ଗତକାଲି ରାତି ପର୍ଯ୍ୟନ୍ତ ମୁଁ ତାଙ୍କୁ ଦେଖିଛି। ତମ ଭଳି ତାଙ୍କର ଅନୁପସ୍ଥିତି ପାଇଁ ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହେଉଛି। ସେଥିପାଇଁ ଲକ୍ଷ୍ମଣକୁ ପଠାଇଛି ତାଙ୍କୁ ମୋ ପାଖକୁ ଡାକି ଆଣିବା ପାଇଁ। ମୋର ଗୋଟିଏ ଅନୁରୋଧ ରକ୍ଷା କରିବେ ପ୍ରଭୁ। କୁହ। ଯଦି ତାଙ୍କ ମନରେ କୌଣସି କ୍ଷୋଭ ଥାଏ, ଅଭିମାନ ଥାଏ, ତାହେଲେ ଆପଣ ନିଶ୍ଚୟ ଦୂର କରିବେ। प्रणाम ज्येष्ठ भ्राता। बहु कष्ट खोजी खोजी मु अंगद को पाइली। से प्रासाद भितर नथिले, प्रासाद बाहर एकुटिया चुपचाप बसी रही। प्रथम से आसवाक राजी नथिले, किंतु बहुत कहला परे से मो सहित आसिले। तमर ये की व्यवहार अंगद? अभिज्ञान सभा को आसिल नाही, प्रासाद भितर न रही बाहर एका एका बसिथिल। हाँ, तम मुह देखि मु जानी पारुछि तमे भारी विषण्ण। जदि किछि हेइथाय ताहले मते कुह, मु तमर मनर विषण्णता दूर करिबि। किछि कहून काहेकि अंगद? किछि तो कहबार नहीं प्रभु। आपणकर स्नेह मिलिछि, अनुकंपा मिलिछि, सेई मो पई यथेष्ट। आज अभिज्ञान सभा हेबो बोली तमे जानिथिल? जानिथिली प्रभु। से सभा को समस्तंको डका हेइथिला, से कथा भी जानिथिबो। तेबे आसिलनि काहेकि? धृष्टता मार्जना करिवे प्रभु। आसीथिले मु आपनको गोटे प्रश्न पचारि थांती। मु जाने आपनको आघात देई थांता, सेइथि पई आसिल नहीं। कुह अंगद, कुह। तम प्रश्न जेते तीव्र, जेते कठिन हेले भी मु ताको निश्चय सुनिबी। आउ सेथि लागि केबे भी मु विरक्त हेबिनी। प्रभु, सभा को जो माने आसीथिले, जो माने अभिज्ञान पाइले, से माने व्यक्तिगत जीवन रे किछि भी हरई नथिले। मोर पितांकर भाई सुग्रीव, ज्येष्ठ भ्रात तुल्य हनुमान, बंधु नल, नील एमाने समस्त व्यक्तिगत जीवन रे सुखी। आपणक दयारु पितृव्य सुग्रीव किष्किंधार राजत्व पाइले। हनुमान आपणकर सेवा करिवार सुजोग पाइले, किंतु मु थाउ थाउ अंगद, तमर आउ किछि कहिबा दरकार नाही। मु तम मनर दुख बुझी पारुछि। तमे तो कम त्याग करिना हो। तम पिता बाली को मु हत्या करिथिली, किंतु तमे तमे कौनसी आग पछ विचार न करी बानर सेनार जने दक्ष वीर भाव में अनेक राक्षसों को मारिच, सीता को उद्धार करिबार साहाय्य करिच। किंतु मु दिने हेले भी तम दुख बुझा चेष्टा करिनी। मु होउछि तम पितृ हत्याकारी। मु तमर क्षति करिछि। मु दोषी अंगद। तमे मते क्षमा कर दियो अंगद, क्षमा कर दियो। ना प्रभु ना। आपण ये कौन कहते? आपण मर्यादा पुरुषोत्तम राम, मो भली अकिंचन आपण को दोषी बोली कहि परिबनी। पाप आपण को स्पर्श करि न पारे प्रभु। उठा अंगद, उठा अंगद। मो हाथ में बालीकर मृत्यु विधि निर्देश थिला।
ପୁତ୍ର ହିସାବରେ ତମର ଅଭିମାନ ତ ନିଶ୍ଚୟ ହେବ। ସେଥିପାଇଁ ତମକୁ ଆଦୌ ଦୋଷ ଦେବିନି। ଅଙ୍ଗଦ, କୁହନ୍ତୁ ପ୍ରଭୁ। ତମର ବ୍ୟଥା, ତମର ଯନ୍ତ୍ରଣା, ତମର ଅପମାନ ଏସବୁକୁ ଏ ଜନ୍ମରେ ଦୂରେଇ ଦେବା ଆଉ ସମ୍ଭବ ନୁହେଁ। ତ୍ରେତୟା ପରେ ଦ୍ୱାପର ଆସିବ। କୃଷ୍ଣ ରୂପରେ ମୁଁ ପୁଣି ଥରେ ଫେରି ଆସିବି। ଆଉ ଦ୍ୱାପରରେ ତମେ ଜାରାସବର ନାମରେ ଦ୍ୱାରକାରେ ବସବାସ କରିବ। ମୁଁ ମୋର ସରମୁନରେ ଯେପରି ବାଳୀଙ୍କର ଜୀବନ ନେଇଥିଲି, ତମେ ସେମିତି ତମ ସରମୁନରେ ମୋର ଜୀବନ ନାଶ କରିବ। ନା ପ୍ରଭୁ, ନା, ଆପଣ ସେମିତି କୁହନ୍ତୁନି। ଇଏ ଭବିଷ୍ୟତ ଅଙ୍ଗଦ, କେବେ ବି ଅନ୍ୟଥା ହେବନି। ପ୍ରଭୁ, ପ୍ରଭୁ, ପ୍ରଭୁ। ବିଶ୍ୱାବସୁ, ରାମଙ୍କ ଜୀବନ ଚରିତ ପିଢ଼ି ପରେ ପିଢ଼ି ଲୋକମାନଙ୍କୁ ଉଦ୍ବୁଦ୍ଧ କରିଛି। ରାମ ତାଙ୍କ ଜୀବନ କାଳ ଭିତରେ ପ୍ରମାଣ କରିଦେଇ ଯାଆନ୍ତି, ସତ୍ୟନିଷ୍ଠ ପୁତ୍ର କାହାକୁ କୁହନ୍ତି, ଯୋଗ୍ୟ ସ୍ୱାମୀ କାହାକୁ କୁହନ୍ତି ଏବଂ ଉପଯୁକ୍ତ ରାଜା କାହାକୁ କୁହନ୍ତି। ତାଙ୍କର ଜୀବନୀ ଏବଂ ଜୀବନକୁ ନେଇ ମହର୍ଷି ବାଲ୍ମୀକି ରଚନା କରନ୍ତି ପ୍ରସିଦ୍ଧ ଗ୍ରନ୍ଥ ରାମାୟଣ, ଯାହା ସବୁଦିନ ପାଇଁ ଅମର ହୋଇ ରହିଯାଏ। ରାମଙ୍କ ଦେହାବସାନ ପରେ ପରେ ତାଙ୍କର ଆତ୍ମା ମୋ ଦେହରେ ଲୀନ ହୋଇଯାଏ। ତା ସାଙ୍ଗେ ସାଙ୍ଗେ ତ୍ରେତୟା ଯୁଗର ଅବସାନ ହୋଇ ଆରମ୍ଭ ହୁଏ ଦ୍ୱାପର ଯୁଗକୁ ଘଟି ଆସୁଥିବା ଘଟଣାକ୍ରମ। ଏକ ବିରାଟ ପରିବର୍ତ୍ତନ ଦ୍ୱାର ପାଖରେ ଆସି ଠିଆ ହୁଏ। ରାମ ଛାଡ଼ି ଯାଇଥିବା ଆଦର୍ଶ, ସମ୍ପର୍କର ମାଧୁର୍ଯ୍ୟ ସେସବୁ ଯେମିତି ଏକ ପ୍ରଶ୍ନବାଚୀ ହୋଇ ଠିଆ ହୁଏ ମାନବ ସମାଜ ନିକଟରେ। ମୋର ଅତି ପ୍ରିୟ ଏହି ଭାରତ ଭୂମିର ରାଜନୈତିକ ପଟ ପରିବର୍ତ୍ତନ ଆରମ୍ଭ ହୁଏ। ସେତେବେଳେ ମୋର ଶରୀରରୁ ପୁଣି ଜନ୍ମ ନିଅନ୍ତି ଅବତାର ବଳରାମ ଏବଂ ପୂର୍ଣ୍ଣାବତାର ଶ୍ରୀକୃଷ୍ଣ। ଗୋପରେ ବାଲ୍ୟଲୀଳା ସାଙ୍ଗ କରି ସେମାନେ ମଥୁରା ଆସି କଂସାସୁରକୁ ବଧ କରନ୍ତି ଏବଂ ତାପରେ ଦ୍ୱାରକା ଯାଇ ସେଠାରେ ଯାଦବ ବଂଶ ସ୍ଥାପନ କରନ୍ତି। ଏହି ସମୟରେ ରାଜନୈତିକ ଘନଘଟ ଆରମ୍ଭ ହୁଏ କୌରବ ଏବଂ ପାଣ୍ଡବମାନଙ୍କ ଭିତରେ। ସିଂହାସନ ପାଇଁ ଭାଇ ଭାଇ ଭିତରେ କଳହ ସୃଷ୍ଟି ହୁଏ ଏବଂ ଯୁଦ୍ଧ ଆରମ୍ଭ ହୁଏ, କୁରୁକ୍ଷେତ୍ର ଯୁଦ୍ଧ। ଏହି ଯୁଦ୍ଧର ମହାନ କର୍ଣ୍ଣଧାର ହୁଅନ୍ତି ଶ୍ରୀକୃଷ୍ଣ ଏବଂ ବଳରାମ। ବିଶ୍ୱାବସୁ, କୁରୁକ୍ଷେତ୍ର ଯୁଦ୍ଧ ପୂର୍ବରୁ ଏତେ ବଡ଼ ମହାସମର ଭାରତ ଭିତରେ କେବେ ସଂଘଟିତ ହୋଇନଥାଏ। ଏହି ଯୁଦ୍ଧ ଦ୍ୱାରା ଜୀବନର ମୂଲ୍ୟାୟନ ବଦଳିଯାଏ, ସମ୍ପର୍କର ସେତୁ ଭାଙ୍ଗିଯାଏ। ବିଶ୍ୱାବସୁ, କୁରୁକ୍ଷେତ୍ର ସମର ପ୍ରାଙ୍ଗଣ ମୃତ୍ୟୁର ବିଭୀଷିକାରେ ଜର୍ଜରିତ ହୋଇଉଠେ। ଜମ୍ବୁଦ୍ୱୀପ ଭାରତ ଭୂମିରୁ ଅସତ୍ୟର ମୂଳ ଉତ୍ପାଟନ କରି ସତ୍ୟର ପ୍ରତିଷ୍ଠା କରିବା ପରେ ଶ୍ରୀକୃଷ୍ଣ ଏବଂ ବଳରାମ ଦ୍ୱାରକାକୁ ପ୍ରତ୍ୟାବର୍ତ୍ତନ କରନ୍ତି। କିନ୍ତୁ ମହାସମର ସମସ୍ତଙ୍କଠାରୁ କିଛି ନା କିଛି ନେଇଯାଏ। ହାରିବା ଲୋକ ଯେମିତି ଅଭିଶାପରେ ଜର୍ଜରିତ ହୋଇଯାଆନ୍ତି, ସେମିତି ଜିତିବା ଲୋକ ବି କିଛି ନା କିଛି ଅଭିଶାପ ବହନ କରନ୍ତି। ମହାନାୟକ ଶ୍ରୀକୃଷ୍ଣ ସେଥିରୁ ବ୍ୟତିକ୍ରମ ହୋଇଥାନ୍ତେ କେମିତି? ସେ ବି ମସ୍ତକରେ ବହନ କରନ୍ତି ପୁତ୍ରହରା ଗାନ୍ଧାରୀଙ୍କର ମର୍ମନ୍ତୁଦ ଅଭିଶାପ।